ଅଟଳ ବିହାରୀ ବାଜପେୟୀଙ୍କ ଅନେଶତମ ଜନ୍ମ ଜୟନ୍ତୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ବିଷୋଇଠାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦ୍ୱାରା ସ୍ୱର୍ଗତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି। ଯଶୀପୁର ପଟୁ ବିଷୟକୁ ପ୍ରବେଶ କରୁଥିବା ଓ ଯାଉଥିବା ଛକରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସହିତ ସେହି ଛକକୁ ଅଟଳ ବିହାରୀ ଛକ ନାମରେ ଉନ୍ମୋଚିତ କରିଛନ୍ତି। ଆଜି ଭଳି ଭାରତରତ୍ନ ଅଟଳ ବିହାରୀଙ୍କ 99ତମ ଜନ୍ମ ଜୟନ୍ତୀରେ ହଜାର ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଅଞ୍ଚଳର ଲୋକପ୍ରିୟ ବିଧାୟକ ଡକ୍ଟର ବୁଢ଼ାନ ମୁର୍ମୁ, ବିଧାୟକ ଗଣେଶରାମ ଖୁଣ୍ଟିଆ, ବିଧାୟକ ନବଚରଣ ମାଝୀ, ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଦି ଯୋଗ ଦେଇଥିବା ସହିତ ବହୁ ଆଗ ଧାଡ଼ିର ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଜିଲ୍ଲା ଉପସଭାପତି ଝୁରିଲାଲ ମହାନ୍ତ ସଭା ପରିଚାଳନା କରିବା ସହିତ ସଞ୍ଜୀବ ମହାନ୍ତି, ବଂଶୀଧର ଦାସ, ଆନନ୍ଦ କୁମାର ରାମ, ବନମାଳୀ ଗିରି, ସୁରେନ୍ଦ୍ର ନାଥ ବେହେରା, ଶଶଧର ଗିରି, ରଞ୍ଜନ କବାଟରେ, ଶେଖ ହୁସେନ, ଲମ୍ବୁଧର ତୁଙ୍ଗ, ଦିଲ୍ଲୀପ ଗିରି, ଦିଲ୍ଲୀପ ମହାନ୍ତ, ନାରୀ ନେତ୍ରୀ ସୁନତିଲତା ମାଝୀ ସହିତ ବହୁ ବିଜେପିର ନାରୀ ନେତ୍ରୀ ଯୋଗ ଦେଇଥିବା ସହିତ ସହଯୋଗ କରିଥିବାର ଜଣାପଡ଼ିଛି। ମୁଁ ଡକ୍ଟର ବୁଢ଼ାନ ମୁର୍ମୁ, ଏମଏଲଏ ସାରସକଣା। ଆଜିକା ପବିତ୍ର ତିଥିରେ ଆମେ ଯେଉଁଠି ଠିଆ ହେଇଛୁ ଆପଣମାନେ ଦେଖିପାରୁଛନ୍ତି, ସ୍ୱର୍ଗତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ବିଷୟଠାରେ ଆଜି ପ୍ରତିମୂର୍ତ୍ତିର ଉନ୍ମୋଚନ ଦିବସ ଥିଲା। ବହୁତ ଆନନ୍ଦ ସହକାରେ ମୟୂରଭଞ୍ଜ ସାରାର ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଆସିଥିଲେ ଏବଂ ଧନ୍ୟବାଦ ଦେବି ମାନ୍ୟବର ସାଂସଦ ବା ମନ୍ତ୍ରୀ ଯାହାଙ୍କ କରକମଳରେ ଆଜି ଉନ୍ମୋଚିତ ହୋଇଛି, ସେ ହେଲେ ଇଞ୍ଜିନିୟର ବିଶ୍ୱେଶ୍ୱର ଟୁଡୁ। ତାଙ୍କର ସତ ଚେଷ୍ଟା ଫଳରେ ଆଜି ଏଟା ଫଳପ୍ରଦ ହୋଇଛି ଏବଂ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ସୌନ୍ଦର୍ଯ୍ୟ କରିବା ପାଇଁ ଆମେ ପଦକ୍ଷେପ ନେବୁ ଏବଂ ଏହି ସ୍ଥାନର ମଧ୍ୟ ରୂପକରଣକୁ ପରିବର୍ତ୍ତନ କରିବା ପାଇଁ ଆମେ ସବୁ ଚେଷ୍ଟିତ ରହିବୁ ଏବଂ ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କର ସହଯୋଗ ଥିବାରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ବିଷୟରୁ ବିସି ସରଦାରଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।